ବାହାଘର ଋତୁ ଫେରିଲା ଲୁଟେରାଙ୍କ ଲେଉଟାଣି ହେଲା। ପ୍ରଥମ ଲୁଟ୍ର ଶିକାର ହେଲେ ନନ୍ଦନ ବିହାର ଅଞ୍ଚଳରେ ରହୁଥିବା ଏହି ଘର ବାସିନ୍ଦା, ଯେଉଁ ଘରୁ 2 ଲକ୍ଷ ଟଙ୍କା କ୍ୟାସ୍, 12 ଲକ୍ଷ ଟଙ୍କାର ସୁନାଗହଣା ସହିତ ପାଖାପାଖି 20 ଲକ୍ଷ ଟଙ୍କା ଏହି ଘରୁ ସମ୍ପତ୍ତି ଲୁଟି ନେଇଛନ୍ତି ଲୁଟେରା। ତେବେ ମାତ୍ର 3 ଘଣ୍ଟା ସେମାନେ ଘରୁ ବାହାରକୁ ଯାଇଥିଲେ ଏକ ବିବାହ ଭୋଜିରେ ଯୋଗଦାନ କରିବା ପାଇଁ। ଏହାରି ଭିତରେ ଲୁଟେରା ପଶି ତମାମ ସୁନା ଗହଣା ସହ ସମସ୍ତ ଟଙ୍କା ଏବଂ ଏପରିକି ଘରେ ଥିବା ଯେଉଁ ରହିଛି ଷ୍ଟାଇପେଣ୍ଡ ଟଙ୍କା ମିଳିଥିଲା ତାଙ୍କ ଘରେ ପାଠ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ, ସେ ଟଙ୍କା ବି ଲୁଟେରା ଲୁଟି ନେଇଯାଇଛନ୍ତି। ଏପରିକି ଘରେ ସଞ୍ଚୟ କରିବା ପାଇଁ ଯେଉଁ ଘଡ଼ା ରଖାଯାଇଥିଲା ସେ ଘଡ଼ାକୁ ମଧ୍ୟ ଲୁଟି ନେଇଯାଇଛନ୍ତି ଲୁଟେରା। ଘରେ ଏବେ ଟଙ୍କାଟିଏ ମଧ୍ୟ ନାହିଁ। ତେବେ ଲୁଟେରାଙ୍କ କାରନାମା ଭିତରେ ଯଦି ଦେଖିବା, ମାତ୍ର 3 ଘଣ୍ଟା ଅର୍ଥାତ୍ ସନ୍ଧ୍ୟା 9ଟାରୁ ସନ୍ଧ୍ୟା 11ଟା ଭିତରେ এই କାରନାମା ଘଟିଛି ନନ୍ଦନ ବିହାରର এই ଘର ଭିତରେ। ଲୁଟେରା ପଶିଛନ୍ତି, ଘର ଭିତରେ ରୋଷେଇ କରିଛନ୍ତି, ଖାଇଛନ୍ତି ଏବଂ ଲୁଟପାଟ କରିବା ପରେ ଲାଟିନ୍ କରିବା ସହିତ ଅର୍ଥାତ୍ ମଳତ୍ୟାଗ କରିବା ସହିତ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଭାବେ ଫେରାର ହୋଇଯାଇଛନ୍ତି। ଇଏ ଗୋଟିଏ ଘର। ଆଉ ଗୋଟିଏ ଘର ଆମେ ଦେଖିବା, ଯେଉଁ ଘରେ ମଧ୍ୟ ଆଲମିରାକୁ ଭଙ୍ଗାଭଙ୍ଗି କରିଛନ୍ତି, କିନ୍ତୁ ଏଠି କିଛି ନଥିଲା, ତାକୁ କିଛି ପାଇନାହାନ୍ତି। କିନ୍ତୁ ଗୋଟିଏ ପରେ ଗୋଟିଏ ଆଲମିରାକୁ ଭାଙ୍ଗି ଯାହା ବି ଅଛି ଘର ଭିତରେ, ଯେଉଁଠି ଟଙ୍କାଟିଏ କଏନ୍ ମଧ୍ୟ ପଡ଼ିଛି, ତାକୁ ମଧ୍ୟ ଲୁଟି ନେଇଯାଇଛନ୍ତି। କାରଣ ଏବେ ଲୁଟେରା ପୁଣି ଥରେ ଲେଉଟାଣି କରିଛନ୍ତି। ଆପଣଙ୍କର ମନେ ଥିବ ଯେ 2023 ଅଗଷ୍ଟ ମାସଠାରୁ ଏବଂ ସେପ୍ଟେମ୍ବର ଅଧା ଭିତରେ ଆମେ ଯଦି ଦେଖିବା, এইଭଳି ଭାବେ ଲୁଟେରା ଲୁଟପାଟ କରୁଥିଲେ। କାରଣ ବାହାଘର ସିଜିନ୍ ଆସିଲେ এইଭଳି ଭାବେ ରାଜଧାନୀରେ ଲୁଟେରା ମାତିଥାନ୍ତି। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ଲୁଟେରାଙ୍କୁ ଧରିବା ପାଇଁ। ତେବେ ଲୁଟ୍ର ଶିକାର ହୋଇଥିବା ଘର ମାଲିକଙ୍କୁ ପଚାରିବା କ'ଣ କେମିତି ବାହାଘରକୁ ଯାଇଥିଲେ ଏବଂ ଲୁଟ୍ର ଶିକାର ହେଲେ। ଆପଣ ବାହାଘରକୁ କେତେ ସମୟ ପାଇଁ ଯାଇଥିଲେ ଏବଂ କ'ଣ କ'ଣ ଆପଣଙ୍କ ଘରୁ ଚୋରି ହେଇଛି? ଆମ ଘର ଏଇ ଗାଁ ଏଇ ପାଖରେ ଦାରୁଠେଙ୍ଗ ଆମ ଘର। ମୋ ଝିଆରୀ ବାହାଘରଟା ହେଉଥିଲା। ଝିଆରୀ ବାହାଘରକୁ ମୋ ସ୍ତ୍ରୀ ପଳେଇଲା, ସେ ଦିନରୁ ପଳେଇଲା। ମୁଁ 9ଟାରେ ବାହାରିକି ଗଲି। 9ଟାରେ ବାହାରିକି ଗଲି, ସିଏ ସେଠୁ ବର ଆସିବ ବୋଲି କହିଲା ବାହାଘର ସରିଲେ ମୁଁ ଯିବି। ମୁଁ ପଳେଇ ଆଇଲି 12:30ରେ। 12:30ରେ ଆଇଲା ବେଳକୁ ମୋ ପୁଅର ମୋର ଆଇଲା ବେଳକୁ ଗେଟ୍ଟା କିନ୍ତୁ ତାଲା ପଡ଼ିଛି, କିନ୍ତୁ ଏଗୁଡ଼ା ସବୁ ମେଲା ପଡ଼ିଛି। ଏଗୁଡ଼ା ସବୁ ମାନେ ପୁରା ଛିନଛତର ହେଇ ପଡ଼ିଛି। ଯାହା ମୁଁ 25 ବର୍ଷ ହେଲାଣି ମୁଁ ଗ୍ରିଲ୍ ଦୋକାନଟେ କରି ମୁଁ ରଖିଥିଲି ମୋ ଝିଅ ପାଇଁ, 2ଟା ଝିଅ ପାଇଁ ରଖିଦେଇଥିଲି। ସେ ସବୁ ନେଇଯାଇଛନ୍ତି। ମୋ ସ୍ତ୍ରୀ ରଖିଥିଲା ଲୁଚେଇ ନାଚେଇକି ତା ଶାଢ଼ୀ ତଳେ 2 ଲକ୍ଷ ଟଙ୍କା ଥିଲା, ସେଇଟା ନେଇଯାଇଛନ୍ତି। ଆଉ ସୁନା ଗହଣା ତ ମୋ ଝିଅର କାନର ନେଇଛନ୍ତି, ତାପରେ ଇଏ ଚେନ୍ 2ଟା ନେଇଛନ୍ତି, ମୋଟା ମୋଟା ଚେନ୍ 2ଟା, ଆଉ ତାପରେ ମୁଦି 7ଟା, ଆଉ ତାପରେ ହେଉଛି ଗୋଟା ଇଏ ଆଉ ଗୋଟେ ମୁଁ ଜଣଙ୍କର ରଖିଥିଲି 3ଟା ମୁଦି, ତାକୁ ବି ନେଇଯାଇଛନ୍ତି। କ୍ୟାସ୍ 2 ଲକ୍ଷ ଟଙ୍କା କ୍ୟାସ୍ ନେଇଛନ୍ତି। ମୋ ଝିଅର ନେଇଛନ୍ତି 7,000 ଟଙ୍କା, ଯେଉଁ ନବୀନା ପଇସା ମିଳିଥିଲା, ଯେଉଁ ପଇସା ସେ ପଇସା ସେ 3,000 ଖର୍ଚ୍ଚ କରିଥିଲା, ତାକୁ ସେ ବ୍ୟାଗ୍ ଭିତରେ ରଖିଥିଲା, ତାର ସେ କଲେଜ ବ୍ୟାଗ୍ ରଖିଥିଲା। ହଁ, ଆଉ ଗୋଟେ ଖୁମ୍ପିରେ ମୋ ପୁଅ 5 ବର୍ଷ ହେଲା ପକେଇଥିଲା, ଏଟା ଫୁଲ୍ ହେଇଥିଲା, ଆପଣ ବି ଟେକି ପାରିବେନି। ତାକୁ ବି ସେ ନବୀନା ବ୍ୟାଗ୍ ଯେଉଁ ମିଳିଥିଲା, ସେ ନବୀନା ବ୍ୟାଗ୍ରେ ନେଇକି ଯାଇଛନ୍ତି। ଆଚ୍ଛା, କେତେବେଳେ ପୋଲିସକୁ ଜଣେଇଲେ? ପୋଲିସ ଆସିକି କ'ଣ ତଦନ୍ତ? ମୁଁ ଆସିକି ଫୋନ୍ ମୋ ସାସାତି ଦେଖିଲି, ଯେମିତି PCRକୁ ଫୋନ୍ କଲି, ତାଙ୍କର ହେଡ୍ ଅଫିସ୍କି ଫୋନ୍ କଲି, ସିଏ ପଠେଇଲେ, ସ୍କ୍ୱାଡ୍ ପଠେଇଲେ, ସମସ୍ତେ ଆସିଲେ। ଆସିଥିଲା ସନ୍ଧାନୀ କୁକୁର ଆସିନି, ES ଟିମ୍ ଆସିଥିଲା, ସାଇଣ୍ଟିଫିକ୍ ଟିମ୍ ଆସିଥିଲେ। ପୋଲିସ ଯଥା ସମ୍ଭବ ତଦନ୍ତ କରୁଛି, କିନ୍ତୁ ଯଥା ପୂର୍ବମ୍ ତଥା ପରମ୍। କାରଣ ଆପଣଙ୍କର ମନେ ଥିବ ଯେ ପୂର୍ବ ବର୍ଷ ଠିକ୍ ଏଇଭଳି ଭାବେ ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ, ଗୋଟିଏ ପରେ ଗୋଟିଏ ଘରକୁ ଲୁଟି ଚାଲିଥିଲେ ଲୁଟେରା। ଆଉ ଲୁଟେରାଙ୍କ ଏହି କାରନାମା ସମ୍ପର୍କରେ ପୋଲିସ କେବଳ ମାମଲା ରୁଜୁ କରୁଥିଲା। ଖୁବ୍ କମ୍ ମାମଲାରେ ପୋଲିସ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆମେ এই ଘର ପୁଣି ଦେଖେଇବୁ ଯେ ଲୁଟେରାଙ୍କ କାରନାମା ଏ ଘରେ ବି ଅଛି। କାରଣ ଏଇଥିପାଇଁ ଯେ ଲୁଟେରା ଲୁଟିବା ପରେ ଏ ରୋଷେଇ ଘରେ ରୋଷେଇ କରିଛନ୍ତି, ଖାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଘରର ପାଇଖାନାରେ ଯାଇ ମଳତ୍ୟାଗ କରିଛନ୍ତି। ଏପରିକି ଯଦି ଦେଖିବା, ଯଥା ସମ୍ଭବ 3 ଘଣ୍ଟା ପର୍ଯ୍ୟନ୍ତ
ଆଖପାଖ ପଡ଼ୋଶୀ କିଭଳି ଭାବେ ବାସ୍ନା ବି ବାରିପାରିବେ ନାହିଁ ଏବଂ ଲୁଟେରାଙ୍କ ଇଏ ଚାଲିଚଳଣି ସମ୍ପର୍କରେ ସନ୍ଦେହ କରିବେ ନାହିଁ। କାରଣ ଘର ଭିତରେ ଯିଏ ଅଛି ଘର ଲୋକ ଭଳି କାର୍ଯ୍ୟ କରୁଛି, କେହି ବି ସନ୍ଦେହ କରିବେ ନାହିଁ। ଯେଉଁଥିପାଇଁ ଲୁଟେରା ପୁଣି ଥରେ ନନ୍ଦନ ବିହାରର ଏ ଘରକୁ ସିଲେକ୍ଟ କରିଥିଲେ ଏବଂ ନନ୍ଦନ ବିହାରର ଏ ଘରୁ ସବୁ ଗହଣା ଗାଣ୍ଟି ଟଙ୍କା ଲୁଟି ନେଇ ଚାଲି ଯାଇଛନ୍ତି। ତେବେ ବିବାହ ଋତୁରେ ଇଏ ଲୁଟେରାଙ୍କ ଲେଉଟାଣି ଏବେ ଆଉ କାହା ଘର ଉପରେ ନଜର ପଡ଼ିଛି କି? ପୁଣି କାହା ଘରକୁ ଲୁଟେରା ଟାର୍ଗେଟ କରୁଛନ୍ତି କି? କାରଣ ଇନଫୋସିଟି ଏରିଆ, ନନ୍ଦନକାନନ, ଚନ୍ଦକା ଏ ଅଞ୍ଚଳରେ ପୂର୍ବ ବର୍ଷ ମଧ୍ୟ ସର୍ବାଧିକ ଲୁଟ୍ ହୋଇଥିଲା। ଏବେ ପୋଲିସ ଏ ସବୁ ଅଞ୍ଚଳରେ କିଭଳି ଭାବେ ସୁରକ୍ଷା ବ୍ୟବସ୍ଥା କରିବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଭୁବନେଶ୍ୱର କାନ ପର୍ସନ ଜ୍ୟୋତ୍ସ୍ନା ଦଳେଇଙ୍କ ସହ ଚନ୍ଦନ ପାଇକରାୟ, OTV।